କହିବେ ଛାଡ଼ିକି ଆଜି ପୁଣି ଥରେ ନିଜ ବହୁତ ଖୁସି ଲାଗୁଛି କାରଣ ପୁରୁଣା ଦଳକୁ ଆମେ ଫେରି ଆସୁଛୁ। ଦୀର୍ଘ 30 ବର୍ଷ ହେଲା ଆମେ ଦଳରେ ଛାତ୍ର ଜୀବନରୁ କଂଗ୍ରେସ ଦଳରେ ଦଳଙ୍କ ନେତୃତ୍ୱରେ ଏବେ ଭକ୍ତଙ୍କ ନେତୃତ୍ୱରେ ଦଳ ଆହୁରି ଆଗକୁ ଯିବ ବୋଲି ଆମେ ସମସ୍ତେ ଆଶା କରି ଆମ ଯୁବକମାନେ ସହିତ ଆମେ ଯୋଗାଇଛୁ। ଆମେ କମ୍ପାନୀ ସହିତ ଅନୁଷ୍ଠାନମାନଙ୍କ ସହିତ ସାଙ୍ଗରେ ଆମେ ଯାଇଥିଲୁ ଏଇଟା ସତ୍ୟ। କିନ୍ତୁ ତା ସତ୍ତ୍ୱେ ବି ଆମମାନେ ଆମ ଦଳରେ କାମ କରିବା କଂଗ୍ରେସ କାମ କରିବାର ଯେଉଁ ସ୍ୱାଧୀନତା ସେ ସ୍ୱାଧୀନତା ଆମ ଦଳରେ ନାହିଁ। ସେଥିପାଇଁ ଆମେ ପୁନଶ୍ଚ ଭାବେ କିପରି ଦଳକୁ ଆଗକୁ ନେବୁ ନେତୃତ୍ୱରେ ଆମେ ଆଗକୁ ଯିବୁ। ଆମେ ଲୋକଙ୍କ କାମ ସହିତ ରହିବୁ ରହିବୁ ପ୍ରତିଜ୍ଞା କୃଷକମାନଙ୍କ ସହିତ ରହିବୁ ସମସ୍ତଙ୍କୁ ଲଢ଼େଇ କେମିତି ଆମେ ଲଢ଼ି କରିପାରିବୁ। ସେଥିପାଇଁ ଆମେ ସମସ୍ତେ ପୂର୍ବ ଦଳକୁ 27ରେ ଯେହେତୁ ପଞ୍ଚାୟତ ନିର୍ବାଚନ କେମିତି କଂଗ୍ରେସ କେମିତି ଫଳପ୍ରଦ ନିଶ୍ଚିତ ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ନିଶ୍ଚିତ ଭାବେ ଭଲ ହେବ। କାହିଁକିନା ଲୋକଙ୍କ ଏବେ ଯାହା ଆପଣ 100ଟା ଲୋକଙ୍କୁ ପଚାରି ଦିଅନ୍ତୁ ତାକୁ 80 ଲୋକ କହୁଛନ୍ତି ଏଥର କଂଗ୍ରେସ। ତା କାରଣ ହେଉଛି କେବେ ସ୍ୱପ୍ନରେ ମଧ୍ୟ 24 ବର୍ଷର ଦଳକୁ ହରେଇକି ବିଜେପି ହେବ ବୋଲି କେହି ଭାବିନଥିଲେ। ଏହି ଲୋକମାନେ ବିରୋଧ ଆଭାସ କରିକି ସେ ବିଜେପି ଆଇନି। ସେଇଭଳିଆ ଯଦି ଆମେ ଲୋକଙ୍କ ସାଙ୍ଗରେ ରହିବୁ ଆମେ ଲୋକଙ୍କର ଅସୁବିଧା ସହିତ ଠିଆ ହେବା ଜନସାଧାରଣଙ୍କର ଅସୁବିଧାକୁ ନେଇ ଗ୍ରିଭାନ୍ସରେ ଆମେ ପହଞ୍ଚାଇବା ଠିକ୍ ଭାବେ କାର୍ଯ୍ୟକାରୀ କରିବା ତ ଲୋକମାନେ ନିଶ୍ଚିତ ଆପଣଙ୍କୁ ଆଦରିବେ। ଆପଣ ବ୍ୟବହାରରେ ଆଚାରରେ ଆପଣ କାର୍ଯ୍ୟପ୍ରଣାଳୀରେ ନିଜକୁ ସଂଶୋଧନ କରିବାକୁ ପଡ଼ିବ ଲୋକଙ୍କ ସାଙ୍ଗରେ ରହିବାକୁ ପଡ଼ିବ ଏବଂ ଲୋକଙ୍କର ପ୍ରତିଦିନର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଆମକୁ ସଂଶ୍ଳିଷ୍ଟ ହେବାକୁ ପଡ଼ିବ।